ଆର୍ଏମ୍ସି ପରିସରରେ ଚାଲିଛି ମଦୁଆଙ୍କ ଆଡ୍ଡା। ବିଭାଗ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ସରକାରଙ୍କ ଦୃଷ୍ଟି ପଡ଼ିବ କେବେ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆର୍ଏମ୍ସି ପରିସର ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦୀର୍ଘ ଦିନ ହେଲା କିନ୍ତୁ ବିଭାଗ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ଏହି ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ହେଲେ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି ବିଭାଗ। ବର୍ତ୍ତମାନ ଏହି ଆର୍ଏମ୍ସି ପରିସରରେ ଚାଷୀଙ୍କ ଧାନ ମଣ୍ଡି ଚାଲିଛି। 5 ଗୋଟି ସମବାୟ ସମିତିର ଚାଷୀଙ୍କ ଧାନ ଆସୁଛି, କିଛି ଧାନ ମଣ୍ଡିରେ ପଡ଼ି ରହିଛି। ସିସିଟିଭି ଲାଗିଛି, କିନ୍ତୁ ବିଭାଗ ସବୁ ଜାଣି ନୀରବ ଦ୍ରଷ୍ଟା। ନା କ୍ୟାମେରା କାମ କରୁନାହିଁ, ସେ କଥା ଜଣାପଡ଼ୁନାହିଁ। ବିଭାଗୀୟ ଅଧିକାରୀ କରୁଛନ୍ତି କ'ଣ? ଯଦି କୌଣସି ଅଘଟଣ ହୁଏ ତାହେଲେ ଏଥିପାଇଁ କିଏ ଦାୟୀ ହେବ? କର୍ମଚାରୀ ଥାଇ ମଧ୍ୟ ଭିତରକୁ କିପରି ଯାଉଛନ୍ତି ଅସାମାଜିକ ଲୋକ ଓ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି, ଏହା ପ୍ରତି ସରକାରଙ୍କ ଦୃଷ୍ଟି ଦେଲେ ଜନସାଧାରଣ ଓ ଚାଷୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହା ସହ ଦୀର୍ଘଦିନ କାର୍ଯ୍ୟରତ କର୍ମଚାରୀଙ୍କୁ ବଦଳି କରିବାର ଆବଶ୍ୟକତା ରହିଛି, ଯାହାଫଳରେ କାର୍ଯ୍ୟରେ ସ୍ୱଚ୍ଛତା ଆସିପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।